ଜଗତସିଂହପୁର ଜିଲ୍ଲା ପାରାଦୀପ ଅଞ୍ଚଳ ପିପିଏଲ ଛକର ସାମ୍ନାରେ ଥିବା ମଦ କାଉଣ୍ଟରର ଏକ ଦୃଶ୍ୟ ଦେଖନ୍ତୁ। ଏଠାରେ କେମିତି ମଦ ପ୍ରିଣ୍ଟ ଉପରେ 25 ଟଙ୍କା ଅଧିକ ନିଆଯାଉଛି ତାହାର ଜ୍ୱଳନ୍ତ ପ୍ରମାଣ ଦେଖନ୍ତୁ। ଅନ୍ୟପଟେ ମନ୍ତ୍ରୀ ଦାମୋଦର ରାଉତ ଡିଣ୍ଡିବ ପିଟି କହୁଛନ୍ତି ମଦ ଦାମ ଉପରେ ଅଧିକ ଚାର୍ଜ ନେଉଥିବା କାଉଣ୍ଟର ଯଦି ପ୍ରମାଣ ହୁଏ ତେବେ କାଉଣ୍ଟର ବନ୍ଦ କରିଦିଆଯିବ। ତେବେ ଆମକୁ ମିଳିଥିବା ସୂଚନାରୁ ଜଣାଯାଏ ପାରାଦୀପ ଅଞ୍ଚଳର ସବୁତକ ମଦ କାଉଣ୍ଟରରେ ଗ୍ରାହକମାନଙ୍କଠାରୁ ଅଧିକ ଦାମ ନିଆଯାଉଛି। କଥା କୁଆଳିଆ ମନ୍ତ୍ରୀଙ୍କର ପଣ କେଉଁଠି ଫସୁଛି ତାହା ଦେଖିବାକୁ ବାକି ରହିଲା। ଅଭିତକ ନ୍ୟୁଜ ଚ୍ୟାନେଲ ଓଡ଼ିଆ। 115 140 କେମିତି ହେଇଗଲା? ବୁଝି ହଉନି ବିକ୍ରି ହଉଛି 140 ଟଙ୍କା। ମୁଁ 400 ଟଙ୍କା ଦେବି।